ଗାଉଁଲି ସ୍ୱାମୀ ବିବାହର ପ୍ରଥମ ରାତିରେ ମୋର ଚେତା ହଜେଇଦେଲା। ମୁଁ ଗୋଟିଏ ଶିକ୍ଷିତା ଝିଅ ଥିଲି। ମୋ ବାପା ମା ମୋ ବାହାଘର ମୋ ଇଚ୍ଛା ବିରୁଦ୍ଧରେ ଗୋଟିଏ କୃଷକ ସହିତ କରିଦେଇଥିଲେ। ମୁଁ ମୋ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କ'ଣ ବା କରିପାରିଥାନ୍ତି। କାନ୍ଦି କାନ୍ଦି ମୋ ବାସର ରାତିର ବିଛଣା ଉପରେ ସେମିତି ବସିଥାଏ। ଅଳ୍ପ ସମୟ ପରେ ମୋ ସ୍ୱାମୀ ଘର ଭିତରକୁ ଆସୁଥିବା ବେଳେ ମୁଁ ଓଢ଼ଣୀ ତଳେ ଟିକିଏ କଣେଇ କରି ତାଙ୍କୁ ଦେଖିଲି ତ ସେ ଗୋଟିଏ ଓଲା ବୋକା ଓ ଅଶିକ୍ଷିତ ଲୋକଟିଏ ଭଳି ଜଣାପଡ଼ୁଥିଲେ। ସେ ଦେଖିବାକୁ ଶ୍ୟାମଳ ବର୍ଣ୍ଣର ଥିଲେ। ଟିକିଏ ସ୍ମିତ ହସ ମୁହଁରେ ସେ ମୋ ସାମ୍ନାରେ ବସି ମୋତେ ଏକ ଲୟରେ ଦେଖିବାରେ ଲାଗିଯାଇଥିଲେ। ସମ୍ପୂର୍ଣ୍ଣ କାହାଣୀଟି କ'ଣ ଆସନ୍ତୁ ଶୁଣିବା। ବାହାଘର ପରେ ମୁଁ କାନ୍ଦି କାନ୍ଦି ବାପଘର ଛାଡ଼ି ଆସିଥିଲି। ଆଉ ଦୀର୍ଘ ସମୟ ଯାତ୍ରା ପରେ ଆମେ ଏକ ଗାଁରେ ପହଞ୍ଚିଥିଲୁ। ଗାଁଟିର ନାଁ ତୋଟା ସାହି। ଆଉ ସେଇଠି ମୋ ଶାଶୁଘର ଥିଲା। ଶାଶୁଘରେ ପହଞ୍ଚିଲା ପରେ ମୋତେ ଗୋଟିଏ ଘରେ ବସେଇ ଦିଆଗଲା। ମୁଁ ଗୋଟିଏ ଶିକ୍ଷିତ ଝିଅ ଥିଲି। ମୋ ବାପା ମା ମୋ ବାହାଘର ମୋ ଇଚ୍ଛା ବିରୁଦ୍ଧରେ ଗୋଟିଏ କୃଷକ ସହିତ କରିଦେଇଥିଲେ। ମୁଁ ମୋ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କ'ଣ ବା କରିଥାନ୍ତି। କାନ୍ଦି କାନ୍ଦି ମୋ ବାସର ରାତିର ବିଛଣା ଉପରେ ସେମିତି ବସିଥାଏ। ଅଳ୍ପ ସମୟ ପରେ ମୋ ସ୍ୱାମୀ ଘର ଭିତରକୁ ଆସୁଥିବା ବେଳେ ମୁଁ ଓଢ଼ଣୀ ତଳେ ଟିକିଏ କଣେଇ କରି ତାଙ୍କୁ ଦେଖିଲି ତ ସେ ଗୋଟିଏ ଓଲା ବୋକା ଓ ଅଶିକ୍ଷିତ ଲୋକ ଭଳି ଦେଖାଯାଉଥିଲେ। ସେ ଦେଖିବାକୁ ଶ୍ୟାମଳ ବର୍ଣ୍ଣର ଥିଲେ। ଟିକେ ସ୍ମିତ ହସ ମୁହଁରେ ସେ ମୋ ସାମ୍ନାରେ ବସି ମୋତେ ଏକ ଲୟରେ ଦେଖିବାରେ ଲାଗିଯାଇଥିଲେ। ମୋତେ କିନ୍ତୁ ତାଙ୍କର ଏପରି ଦେଖିବା ଭାରି ଖରାପ ଲାଗୁଥିଲା। ମାତ୍ର ସେ ମୋତେ ଚାହିଁ ବସିଥିବା ବେଳେ କହୁଥିଲେ ଯେ ମୁଁ ବହୁତ ଭାଗ୍ୟବାନ ସତରେ। ମୋତେ ତୁମ ଭଳି ଜଣେ ସୁନ୍ଦରୀ ଆଉ ଶିକ୍ଷିତା ଝିଅଟେ ମୋ ଜୀବନ ସାଥୀଟିଏ ରୂପରେ ମିଳିଲା। ମୁଁ ତାଙ୍କ କଥା ଶୁଣି ସାଙ୍ଗେ ସାଙ୍ଗେ ଉତ୍ତର ଦେବାକୁ ଯାଇ କହିଥିଲି, କିନ୍ତୁ ମୋର ତ ଭାଗ୍ୟ ବହୁତ ଖରାପ, କାରଣ ତୁମ ଭଳି ଗୋଟିଏ ଅସୁନ୍ଦର ଅଶିକ୍ଷିତ ଅଯୋଗ୍ୟ ପୁଅଟେ ମୋ ସ୍ୱାମୀ ରୂପରେ ମିଳିଲା। ମୋର ଏଭଳି କଥା ଶୁଣି ସେ ଆଶ୍ଚର୍ଯ୍ୟଚକିତ ହୋଇ ମୋତେ ଚାହିଁ ରହିଥିଲେ। ସେ ବୋଧହୁଏ ଆଜି ଭଳି ଦିନରେ ମୋ ଠାରୁ କିଛି ଏମିତି ଶୁଣିବାର ଆଶା କେବେ ରଖିନଥିଲେ। କିନ୍ତୁ ମୁଁ ସେତେବେଳେ ବହୁତ କ୍ରୋଧ ଆଉ ଅଭିମାନରେ ଥିଲି, କାରଣ ମୋ ବାପା ମା ମୋର ଲକ୍ଷେ ଥର ମନା କରିବା ପରେ ମଧ୍ୟ ମୋତେ ଗୋଟିଏ ଗାଁରେ ପୁଣି ଗୋଟିଏ କୃଷକକୁ ବାହା କରାଇ ଦେଇଥିଲେ। ଆଉ କହିଥିଲେ, ଦେଖ ଝିଅ, ଆମେ ତ ବାପା ମା ତୋର ସବୁବେଳେ ମଙ୍ଗଳ ହିଁ ଚାହିଁବୁ। ପୁଅ ବହୁତ ଭଲ, ଭଦ୍ର ଆଉ ଭଲ ପରିବାରର। ଆମେ ନିଜ ଅନୁଭବରୁ କହୁଛୁ, ତୁ ତା ସାଙ୍ଗରେ ଖୁସିରେ ରହିବୁ। ତାଙ୍କର ବାପା ଅଜା ଅମଳର ବହୁତ ସମ୍ପତ୍ତି ଅଛି। ଚାଷବାସରୁ ସେ ଭଲ ରୋଜଗାର ମଧ୍ୟ କରୁଛି ଆଉ ତତେ ବହୁତ ଖୁସିରେ ରଖିବ। କିନ୍ତୁ ମୁଁ ସେମାନଙ୍କ କଥା ଶୁଣି ଭାବୁଥିଲି ଯେ ଖୁସି ମାନେ କ'ଣ ଖାଲି ରୋଜଗାର ଆଉ ଭଲ ପରିବାର ଭିତରେ ସୀମିତ ରହିବା? ଆଉ ମୋ ଖୁସି, ଏହାର କ'ଣ କୌଣସି ମୂଲ୍ୟ ନାହିଁ? ମୋ ମନ ଭିତରେ ଏହିପରି ନକାରାତ୍ମକ ଭାବନାମାନଙ୍କର ଗୋଟିଏ ବଡ଼ ଥଳି ଭର୍ତ୍ତି ହୋଇ ପଡ଼ିଥିଲା। ମୁଁ ଭିତରେ ଭିତରେ ବହୁତ ଜଳୁଥିଲି। ମୋ ବ୍ୟବହାର ଆଉ କଥା ମୋ ଆୟତ୍ତରେ ନଥିଲା। ମନେ ହେଉଥିଲା ମୋ ସ୍ୱାମୀ ମନୋଜ ଉପରେ ମୋ ଭିତରର ସବୁ ରାଗତକ ସୁଝାଇ ଦିଅନ୍ତି। ମନ ଶାନ୍ତି ହେବେ ଯାଏ ତାଙ୍କୁ ଗାଳି କରନ୍ତି କି କ'ଣ ଗୋଟିଏ ଶବ୍ଦ ଶୁଣି ମୁଁ ମୋ ଭାବନା ରାଜ୍ୟରୁ ଫେରିଆସିଲି। ସେ ମୋର ଏଭଳି କଥା ଶୁଣି କହିଥିଲେ ଯେ, କ'ଣ ହେଇଛି ଉର୍ମି, ତମେ ଠିକ୍ ଅଛ ତ? ଆଉ ଏଇଟା କ'ଣ କହୁଛ? ମୋର ତ ସେତେବେଳେ କ୍ରୋଧ ଯେପରି ମୁଣ୍ଡ ଉପରେ ଥିଲା। ତାଙ୍କ କଥା ଶୁଣିବା କ୍ଷଣି ମୁଁ କହି ଉଠିଲି କି ମୁଁ ଠିକ୍ କଥା ହିଁ ତ କହୁଛି। ତୁମର ଷ୍ଟାଟସ୍ ନାହିଁ ମୋ ସହିତ ସରି ହେବା ପାଇଁ। ଯଦି ତୁମକୁ ସତରେ ଲାଗୁଛି ତମେ ମୋ ସହ ସମାନ ଆଉ ମୋ ପାଇଁ ଉପଯୁକ୍ତ, ତାହେଲେ ଏଇଟା ତୁମର ବହୁତ ବଡ଼ ଭ୍ରମ ଅଟେ। ମୋ ପାଇଁ ତମେ ହେଉଛ ଜିରୋ। ୟୁ ଆର୍ ଜଷ୍ଟ ଗୁଡ୍ ଫର୍ ନଥିଂ। ନିଜ ଚେହେରାକୁ ଟିକିଏ ଆଇନାରେ ଦେଖ। ନା ଦେଖିବାକୁ ସୁନ୍ଦର, ନା ଶିକ୍ଷା ଦୀକ୍ଷା। ଓଲା ବୋକା ମଣିଷ କେଉଁଠିକାର? ମୋ ବାପା ମା କ'ଣ କେଜାଣି ଦେଖିଲେ ତୁମ ଭିତରେ ଯେ ମୋ ଜୀବନଟା ତ ନଷ୍ଟ କରିଦେଲେ। କହୁଥିଲେ କ'ଣ ନା ନିଜର ଅନୁଭବ ଆଉ ଏ ଅଶିକ୍ଷିତ, ଅସୁନ୍ଦର, ଅଯୋଗ୍ୟ, ଓଲା ବୋକା କୁଆଡ଼େ ମୋର ଉପଯୁକ୍ତ ଜୀବନସାଥୀ। ଜୀବନସାଥୀ ନା ମାଇ ଫୁଟ୍। ଛି ଛି ଛି। ଏସବୁ କଥା କହି ରାଗରେ ମୁଁ ସେହି ବାସର ରାତିର ବିଛଣା ଉପରେ କାନ୍ଦିବାରେ ଲାଗିଯାଇଥିଲି। ସେ ମୋର ଏକଥା ସବୁ ଶୁଣି ଥମ୍ ମାରି ଚଟାଣ ଉପରେ ବସି ପଡ଼ିଲେ ଆଉ ବହୁତ ନିରାଶ ଥିବାର ଦେଖାଯାଉଥିଲେ। ମୁଁ କାନ୍ଦୁ କାନ୍ଦୁ କହୁଥାଏ ଯେ ମୁଁ ଜଣକୁ ଭଲ ପାଉଛି।
ଆଉ ମୁଁ ତୁମ ସାଙ୍ଗରେ ବିଲକୁଲ ବି ରହିପାରିବିନି। ଏଇ କଥା ସବୁ ଶୁଣି ସେ ଯେପରି ଜଡ଼ଟିଏ ଭଳି କିଛି ସମୟ ବସି ରହିଥିଲେ। କିଛି ସମୟ ପରେ ହଠାତ୍ ମୋତେ କହିଥିଲେ, ଉର୍ମି, ତମେ ଚେତାରେ ତ ଅଛ? ତମେ ଏସବୁ କ'ଣ କହିଯାଉଛ? ସାଙ୍ଗେ ସାଙ୍ଗେ ଡେରି ନ କରି ମୁଁ କହିଥିଲି, ଏଥିରେ ଏମିତି ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ମନୋଜ? ମୁଁ ଯାହାକୁ ଭଲ ପାଉଛି ସେ ତୁମଠାରୁ 1000 ଗୁଣରେ ଭଲ। ଦେଖିବାକୁ, ଶିକ୍ଷା ଦୀକ୍ଷା ସବୁ ତାଙ୍କର ପରଫେକ୍ଟ। ମନୋଜ ଏ କଥା ସବୁ ଶୁଣି କ୍ରୋଧରେ ଆଉ କିଛି ମୋ ସହ କଥା ନ ହୋଇ ଆଖି ଛଳ ଛଳ କରି ରୁମ୍ ବାହାରକୁ ପଳେଇଲେ। କିନ୍ତୁ ମୁଁ ଯାହା କହୁଥିଲି ସବୁ ସତ କଥା ଥିଲା। ମୁଁ କଲେଜରେ ପଢ଼ିଲା ବେଳେ ଗୋଟିଏ ପିଲାକୁ ପସନ୍ଦ କରୁଥିଲି। କିଛି ଦିନ ପାଇଁ ଆମେ କଥାବାର୍ତ୍ତା ହେଇଥିଲୁ। ଦୁହେଁ ପରସ୍ପରକୁ ପସନ୍ଦ ଆସିବାରୁ ଫୋନ୍ ନମ୍ବର ଦିଆନିଆ ହେଇଥିଲୁ। ପରେ ଆମ ଭଲ ପାଇବା ବହୁତ ନିବିଡ଼ ହୋଇଯାଇଥିଲା। ସେ ମୋତେ କହୁଥିଲେ, ମୋ ବିନା ସେ ବଞ୍ଚିପାରିବେନି। ମୁଁ ଏସବୁ ପଛ କଥା ଭାବି ଭାବି ମୋ ଭାଗ୍ୟକୁ ଦୋଷ ଦେଇ କାନ୍ଦୁଥିଲି। କିଛି ସମୟ ପରେ ମନୋଜ ରୁମ୍କୁ ଆସିଲେ ଆଉ ସପ ଗୋଟିଏ ତଳେ ପାରି ଚାଦରଟିଏ ଧରି ଶୋଇଗଲେ। ତାଙ୍କ ଆଖି ଫୁଲିଲା ଫୁଲିଲା ଭଳି ମନେ ହେଉଥିଲା। ଝାଳ ବି ବହୁତ ବୋହୁଥିଲା। ବୋଧହୁଏ ବାହାରେ ବହୁତ କନ୍ଦାକନ୍ଦି କରିଥିଲେ। ମୁଁ କିନ୍ତୁ କିଛି ନ ଜାଣିଲା ପରି ବାହାଘର ପୋଷାକ ବଦଳାଇ ଦେଇ ଟିକିଏ ଫ୍ରେଶ୍ ହେଇ ବିଛଣା ଉପରେ ସେମିତି ଶୋଇପଡ଼ିଥିଲି। ଏମିତି ବହୁତ ଦିନ ବିତିଗଲା। ନା ମନୋଜ ମୋତେ କିଛି ବି କହୁଥିଲେ ନା ମୁଁ। ସକାଳ ହେବା ମାତ୍ରେ ସେ ଧାନ କ୍ଷେତକୁ ବାହାରି ଯାଉଥିଲେ ଆଉ ଦିନ ସାରା ସେ ସେଇଠାରେ କାମଦାମ ସାରି ସନ୍ଧ୍ୟାବେଳକୁ ଝାଳ, ମାଟି, କାଦୁଅ, ଗୋବରରେ ଭର୍ତ୍ତି ହେଇ ଘରକୁ ଫେରୁଥିଲେ। ତାଙ୍କୁ ଦେଖି ମୋତେ ବହୁତ ଘୃଣା ଲାଗୁଥିଲା। ମୁଁ ତାଙ୍କୁ ବହୁତ ରାଗରେ ଅନେଇ ରହୁଥିଲି ଆଉ ମୁହଁ ବୁଲେଇ ପଳେଇ ଯାଉଥିଲି। ସେ ମୋତେ ଦେଖି ସେ ଘର ଭିତରକୁ ଚାଲି ଯାଉଥିଲେ ଆଉ ଗାଧୁଆ ପାଧୁଆ କରି ଫେରୁଥିଲେ। ମୁଁ ସେତେବେଳେ ଅସହାୟ ଥିଲି। ବାଧ୍ୟ ହେଉଥିଲି ତାଙ୍କ ସାଥିରେ ବସି ଗୋଟିଏ ଡାଇନିଂ ଟେବୁଲରେ ଖାଇବା ପାଇଁ। ମୋ ଶାଶୁ ଘରେ ସମସ୍ତେ ସାଙ୍ଗ ହୋଇ ବସନ୍ତି ଖାଇବା ପାଇଁ, ଯାହା ମୋ ଦ୍ୱାରା ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁନଥିଲା। କିଛି ସମୟ ବସି ମୁଁ ଖାଉ ଖାଉ ଉଠି ଯାଉଥିଲି ଅଧାରୁ। ମନୋଜ ବୋଧହୁଏ ଟିକେ ଡେରିରେ ବୁଝିପାରିଥିଲେ ଯେ ମୁଁ ତାଙ୍କ ସହ ବସି ଖାଇବା ପାଇଁ କୁଣ୍ଠାବୋଧ କରୁଛି। ସେଥିପାଇଁ ଅଧା ରୁଟିଟେ ଖାଉ ଖାଉ ସେ ଆଗ ଉଠି ପଳାଉଥିଲେ। ମୁଁ ସେଠାରେ ବସି ଆରାମରେ ସବୁ ଖାଉଥିଲି। ମୋ ଉପରେ କିନ୍ତୁ ମନୋଜଙ୍କର ଏଭଳି କୌଣସି ତ୍ୟାଗର କିଛି ବି ଫରକ ପଡ଼ୁନଥିଲା। ସେ ତାଙ୍କର ଦିନସାରା ସେମିତି ଧାନ କ୍ଷେତକୁ ପଳାଉଥିଲେ। ଖଟି ଖଟି ସନ୍ଧ୍ୟାବେଳକୁ ଥକି ହେଇ ଘରକୁ ଫେରୁଥିଲେ। ପେଟ ପୂରା ଖାଇବା ବି ତାଙ୍କ ଭାଗ୍ୟରେ ନଥିଲା। କିନ୍ତୁ ମୁଁ ମୋ ଭାବନା ରାଜ୍ୟରେ ବ୍ୟସ୍ତ ରହୁଥିଲି। ମୋ ଅଧା ଥିବା ସ୍ୱପ୍ନକୁ କେମିତି ସାକାର କରିବି, ମୋ ପ୍ରେମ ବିକାଶକୁ କେମିତି ହାସଲ କରିବି, ସେହି ଯୋଜନାରେ ଲାଗିଯାଇଥିଲି। ବିକାଶଙ୍କ ବିଷୟରେ ହିଁ ଭାବି ଭାବି ସମୟ କଟାଇ ଦେଉଥିଲି। ମୋ ପାଖରେ ଯେଉଁ ପୁରୁଣା ଫୋନ୍ଟା ଥିଲା ମୋ ମା' ମୋ ଠାରୁ ନେଇଯାଇଥିଲେ। କାରଣ ଶାଶୁଘରେ ବୋହୂ ଭଉଣୀମାନଙ୍କର ସେଠାରେ ଫୋନ୍ ରଖିବାର କୌଣସି ନିୟମ ନଥିଲା। ଯେତେବେଳେ ମୁଁ ବିନା ଫୋନ୍ରେ ରହିପାରିଲି ନାହିଁ, ମୁଁ ସବୁ ଲାଜ ସରମ ଛାଡ଼ି ମନୋଜକୁ ଗୋଟିଏ ଫୋନ୍ ମାଗି ବସିଥିଲି ଆଉ କହିଥିଲି, ମୋତେ ବିକାଶ ସାଥିରେ କଥା ହେବାର ଅଛି। ମୋ କଥା ଶୁଣି ସେ ଆଶ୍ଚର୍ଯ୍ୟର ସହିତ ଅନେଇ ରହିଥିଲେ। କିନ୍ତୁ ମୁଁ ସେସବୁ ଲାଜ ସରମ ଭୁଲି ଯାଇଥିଲି ଆଉ ତାଙ୍କ ହାତରୁ ଫୋନ୍ ଛଡ଼େଇ ଆଣି ବିକାଶକୁ ଫୋନ୍ ଲଗେଇଥିଲି। କଥା ହେବାରେ ଲାଗିଯାଇଥିଲି। ବିକାଶ ସାଙ୍ଗେ ସାଙ୍ଗେ କଥା ହେଲା ବେଳେ ଜାଣିବାକୁ ପାଇଲେ ସେ ବି ମୋ ପରି ମୋତେ ନେଇ ବହୁତ ବ୍ୟସ୍ତ ହୋଇ ରହିଥିଲେ। ମୁଁ ବି କାନ୍ଦି କାନ୍ଦି ମୋ ସହିତ ଘଟିଯାଇଥିବା ସମସ୍ତ ଘଟଣା ତାଙ୍କୁ ଫୋନ୍ରେ ଗୋଟି ଗୋଟି କରି ବର୍ଣ୍ଣନା କରିଥିଲି। ଏହା ଭିତରେ ମନୋଜ ଯେ ମୋ ପାର୍ଶ୍ୱରେ ଠିଆ ହୋଇଥିଲେ ଏକଥା ମୁଁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲି। ମୋର ତ ତାଙ୍କ ପ୍ରତି କୌଣସି ବି ଆନ୍ତରିକତା ନଥିଲା। ସେଥିପାଇଁ ତାଙ୍କୁ ଭୁଲିଯିବା ସ୍ୱାଭାବିକ ଥିଲା। ସେ ବି ନ ଶୁଣିଲା ପରି ସବପାରି ସେମିତି ସବୁ ରାତି ଭଳି ଶୋଇପଡ଼ିଲେ। ତାପରେ ତ ବିକାଶ ସାଥିରେ କଥା ହେବା ମୋର ନୀତିଦିନିଆ କାମ ହୋଇଯାଇଥିଲା। ତଥାପି ବିକାଶ ମୋତେ ତାଙ୍କ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। ଦିନକର କଥା, ଘର ଭିତରେ ନେଟୱାର୍କ ନ ଆସିବାରୁ ବାଧ୍ୟ ହୋଇ ମୁଁ ଫୋନ୍ ନେଇ ବିକାଶ ସହିତ କଥା ହେବା ପାଇଁ ବାହାରେ କଥା ହେବାକୁ ପଳେଇଲି। ଦିଅର ହଠାତ୍ ଆସି ମୋ ହାତରୁ ଫୋନ୍ଟି ଛଡ଼େଇ ନେଇଗଲେ ଆଉ କହିଥିଲେ, କି ଭଳିଆ ବେଲଜ୍ଜା ସ୍ତ୍ରୀ ଲୋକଟିଏ କି ହୋ? ସ୍ୱାମୀ ଥାଉ ଥାଉ ପୁଣି ପରପୁରୁଷ ସହିତ ଭାବ ଦିଆନିଆ ହେଉଛ? ଟିକିଏ ବି ଡର ଭୟ ଖାତିର ନାହିଁ? ମୁଁ କିନ୍ତୁ ଜମାରି ବି ଜାଣିନଥିଲି କି ସେ କେତେବେଳେ ଆସି ମୋ ପାଖରେ ଛିଡ଼ା ହେଇ ଆମର ସବୁ କଥା ଶୁଣୁଥିଲେ। ସେ ରାଗରେ ଆହୁରି ଜୋରରେ ମୋ ଉପରେ ଚିଲାଚିଲି କରିବାରେ ଲାଗିଯାଇଥିଲା। ପାଟି ଶୁଣି ଧୀରେ ଧୀରେ ସାହି ପଡ଼ିଶା ଲୋକ ଘରୁ ବାହାରି ଆମ ଆଡ଼କୁ ଚାହିଁ ରହିଥିଲେ। ମନୋଜ ବି ଆଖି ମଳମଳ ହୋଇ ବାହାରକୁ ଆସି ଟିକିଏ ଉଚ୍ଚ ସ୍ୱରରେ ପଚାରିଲେ,
କ'ଣ ହେଲା କି ରେ ରାମୁ? ଏତେ ରାତିରେ ଏତେ ଜୋରସେ କାହିଁକି ଚିଲଉଛୁ? ମୋ ଦିଅର ତ ଯେମିତି ଠିକା ନେଇ ରଖିଥିଲେ ମୋ ଅସଲ ମୁଖା ଗାଁ ଲୋକଙ୍କ ସାମ୍ନାକୁ ଆଣିବେ, ଗାଁ ଦାଣ୍ଡରେ ସେଦିନ ସମସ୍ତଙ୍କ ଆଗରେ ପ୍ରକାଶ କରିବେ ବୋଲି। ଆଉ ପ୍ରକାଶ ମଧ୍ୟ କରିଦେଲେ। ସମସ୍ତେ ଏମିତି ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼କୁ କେମିତି ଗୋଟିଏ ଦୃଷ୍ଟିରେ ଚାହିଁ ରହିଥିଲେ। କିନ୍ତୁ ମୁଁ ମନେ ମନେ ଭାରି ଖୁସି ହେଉଥିଲି ଯେ ଏବେ ତ ସତ କଥାଟା ସମସ୍ତେ ଜାଣିଗଲେଣି। ଗାଁ ଗାଉଁଲି କଥା, ଏମାନେ ଏବେ ମୋତେ ଘରୁ ତଡ଼ିଦେବେ। ଆଉ ମୁଁ ଏଇ ମୌକାର ସଦୁପଯୋଗ କରି ବିକାଶ ସହିତ ବିବାହ କରି ଖୁସିରେ ରହିବି। କିନ୍ତୁ ଏ କ'ଣ? ମନୋଜ ତ ନିଜ ଭାଇକୁ ମିଛୁଆ ବୋଲି ପ୍ରମାଣ କରିବାରେ ଲାଗିଯାଇଥିଲେ। ସେ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ କହି ଉଠିଲେ ଯେ ମୋତେ ମୋ ସ୍ତ୍ରୀ ଉପରେ ପୁରା ଭରସା ଅଛି, ସେ ସେମିତି କିଛି ବି କରିବନି। ସେ ତାର ଦୂର ସମ୍ପର୍କୀୟ ଭଉଣୀ ସହିତ ଫୋନରେ କଥା ହୁଏ, ଆଉ ଏ କଥା ସେ ମୋତେ ପୂର୍ବରୁ ଜଣାଇ ଦେଇଥିଲେ। ଏହି କଥା କହି ମନୋଜ ସବୁ ଘଟଣାକୁ ହିଁ ଚାପିଦେଲେ। ଆଉ ସମସ୍ତେ ତାଙ୍କ କଥାକୁ ଶୁଣି ନିଜ ନିଜ ଘରକୁ ଫେରିଗଲେ। ମୁଁ ଆଉ ସେ ରୁମ୍କୁ ଆସୁ ଆସୁ ମୁଁ ମନୋଜଙ୍କ ସାଥିରେ କଳି କରିବାରେ ଲାଗିଯାଇଥିଲି। ମନୋଜଙ୍କ ଉପରେ ସେତେବେଳେ ମୋର ବହୁତ କ୍ରୋଧ ଆସିଥିଲା। ମୁଁ ତାଙ୍କୁ କହିଥିଲି ଯେ ଏତେ ସହଜରେ ତ ମୋ ରାସ୍ତା ସଫା ହେଉଥିଲା, ତମେ କାହିଁକି ମଝିରେ ପଶି ମୋ ରାସ୍ତାର କଣ୍ଟା ସାଜିଲ? ତମକୁ ତ ମୋ ବିଷୟରେ ସବୁ ପୂର୍ବରୁ ଜଣାଅଛି, ଆଉ ଆଜି ତ ସମସ୍ତଙ୍କୁ ଜଣାପଡ଼ି ଯାଉଥିଲା। ତମେ ତ ଚାହିଁଥିଲେ ଏ ଘଟଣାକୁ ନେଇ ମୋତେ ଘରୁ ବାହାର କରିଦେଇଥାନ୍ତ। ତାପରେ ମୋ ବାପା ମା ବାଧ୍ୟ ହୋଇ ମୋ ବାହାଘର ବିକାଶ ସହିତ କରିଦେଇଥାନ୍ତେ। କିନ୍ତୁ ତମର ଏଇ ବେକାରିଆ କାର୍ଯ୍ୟ ଯୋଗୁଁ ମୋର ସବୁ ଯୋଜନାରେ ପାଣି ପଶିଗଲା, ସବୁ ରାସ୍ତା ବନ୍ଦ ହୋଇଗଲା। ତମେ ମୋତେ ଛାଡ଼ି କାହିଁକି ଦେଉନ? ମନୋଜ ମୋ କଥା ଶୁଣି କହୁଥିଲେ କି ଯଦି ବି ତୁମକୁ ଛାଡ଼ି ଦେଉଛି ତାହେଲେ ତୁମ ମୁଣ୍ଡ ଉପରେ ଏତେ ଦୋଷ ଦେଖି ମୁଁ ନିଜକୁ କ୍ଷମା କରିପାରିବିନି। ତୁମର ଓ ତୁମ ବାପା ମାଙ୍କର ଇଜ୍ଜତ ଏବେ ମୋର ଇଜ୍ଜତ। ଆଉ ହଁ, ବିକାଶ ବିକାଶ ହେଉଛ, ଯଦି ସେ ପିଲା ତୁମକୁ ଇଜ୍ଜତର ସହିତ ଆପଣେଇବାକୁ ରାଜି ହୁଏ ତାହେଲେ ଏଇ ଦିନେ 2 ଦିନ ଭିତରେ ମୁଁ ନିଜେ ତୁମକୁ ତା ପାଖକୁ ନେଇଯିବି। ଆଉ ତା ସହ କଥା ହେଇ ତୁମ ଉପରେ ଥିବା ସବୁ କଳଙ୍କ ମୁଁ ନିଜେ ନିଜ ମୁଣ୍ଡକୁ ବହନ କରିବି। ଛାଡ଼ପତ୍ରରେ ଦସ୍ତଖତ କରି ତୁମକୁ ତୁମ ଘରକୁ ପଠାଇଦେବି। ତୁମ ଖୁସିରେ ମୋ ଖୁସି। ମନୋଜଙ୍କର ସେଦିନ ଏହି କଥା ସବୁ ଶୁଣି ମୋର ତାଙ୍କ ବିଷୟରେ ପ୍ରଥମ ଥର ପାଇଁ ମନ ଭିତରେ ଟିକେ ଦୟାଜାତ ହେବାର ହୃଦୟଙ୍ଗମ କଲି। ମାତ୍ର ନିଜକୁ ଟିକେ ସମ୍ଭାଳି ନେଇ ପୁଣି ବିକାଶକୁ ଫୋନ୍ କରି ସବୁ କଥା ଖୋଲି କହିଦେଇଥିଲି। ବିକାଶ ବହୁତ ଖୁସି ହେଇଯାଇଥିଲେ। କହିଥିଲେ, ଉର୍ମି, ତୁମେ ଶୀଘ୍ର ସେ ମଫସଲ ଛାଡ଼ି ସହରକୁ ମୋ ପାଖକୁ ତୁମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇ ପଳେଇ ଆସ। ଆମେ ଆଗ କୋର୍ଟରେ ଆଇନ ମୁତାବକ ବାହାଘର କରିନେବା, ଆଉ ତାପରେ ତମେ ଦେଖିବ ଉର୍ମି, ତୁମ ବାପା ମା ମଧ୍ୟ ରାଜି ହେଇଯିବେ ଆମ ବାହାଘରକୁ ସ୍ୱୀକୃତି ଦେବା ପାଇଁ। ମୁଁ ବି ବିକାଶଙ୍କର ଏକଥା ଶୁଣି ଖୁସିରେ ସେଦିନ ହଁ କହିଥିଲି। ଆଉ ଯୋଜନା ମୁତାବକ ମନୋଜକୁ ନେଇ ବିକାଶ ଦେଇଥିବା ଠିକଣାରେ ପହଞ୍ଚି ଯାଇଥିଲି। ବିକାଶ ରୁମ୍ ନିକଟରେ ପହଞ୍ଚିବା ପରେ ମନୋଜକୁ ମୁଁ ସଫା ସଫା ଶୁଣେଇ ଦେଇଥିଲି। ଶୁଣ ମନୋଜ, ମୋର ଆଉ ତୁମ ସହିତ କୌଣସି ସମ୍ପର୍କ ନାହିଁ। ତୁମେ କହିବା ମୁତାବକ ଡିଭୋର୍ସ ପେପରରେ ସାଇନ୍ କରି ପଠାଇଦେବ। ମୁଁ ଏବେ ସବୁଦିନ ପାଇଁ ବିକାଶର ସ୍ତ୍ରୀ ହେଇ ରହିବି। ମନୋଜ କହିଥିଲେ 1-2 ଦିନ ଭିତରେ ଛାଡ଼ପତ୍ର ପଠାଇଦେବି। ଏତିକି କହି ଫେରି ଯାଇଥିଲେ। ମୋ କଥା ଶୁଣି ତାଙ୍କର ମୁହଁ କେମିତି ଗୋଟିଏ ଅଜବ ପ୍ରକାରର ହୋଇଯାଇଥିବାରୁ ମୁଁ ଅନୁମାନ କରିଥିଲି। ବୋଧହୁଏ ସେ ବହୁତ କ୍ରୋଧ, ଦୁଃଖ ଆଉ ଅଭିମାନରେ ଥିଲେ। କିନ୍ତୁ ମୋ ଉପରେ ସେତେବେଳେ ବିକାଶଙ୍କ ସହିତ ବିବାହ କରି ସହରରେ ଘର ବସାଇବାର ଭୂତ ପଶି ଯାଇଥିଲା। ସେ ଯାହା ବି ହେଉ, ମୁଁ ସେତେବେଳେ କିନ୍ତୁ ଗୋଟିଏ ନୀଳ ଆକାଶର ମୁକ୍ତ ବିହଙ୍ଗଟିଏ ଥିଲି। ଆଉ ଖୁସିରେ ବିକାଶ ରୁମ୍ର କବାଟ ଠକ୍ ଠକ୍ କରିଥିଲି। ବିକାଶ ଘର ଖୋଲି ମୋତେ ଦେଖି ବହୁତ ଖୁସିରେ ଘର ଭିତରକୁ ପାଛୋଟି ନେଲେ। କିନ୍ତୁ ଏ କ'ଣ? ଘର ଭିତରକୁ ଯାଉ ଯାଉ ମୁଁ ଦେଖିବାକୁ ପାଇଲି ଘର ଭିତରେ କେହି ବି ନାହାନ୍ତି। ମାତ୍ର ବିକାଶ ମୋ ସାଥିରେ ଆଗରୁ ଫୋନରେ କଥା ହେଲା ବେଳେ କହିଥିଲେ କି ମୋ ବିଷୟରେ ଘରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ବୋଲି। କିନ୍ତୁ ମୁଁ ଏହା ଭାବି ଭାବି ତାଙ୍କୁ ପଚାରି ବସିଥିଲି ଯେ ବିକାଶ, ତୁମ ଘର ଲୋକ ସବୁ ଗଲେ କୁଆଡ଼େ? ତୁମେ ତ କହୁଥିଲ ତୁମ ଘର ଲୋକମାନଙ୍କ ସହ ରୁହ ବୋଲି, ତା ଛଡ଼ା ତୁମେ ଘରେ ସମସ୍ତଙ୍କୁ ମୋ ବିଷୟରେ ଜଣାଇ ଦେଇଛ ନା ନାହିଁ? ମୋର ଏତେ ସବୁ ପ୍ରଶ୍ନର ଉତ୍ତର ଦେବା ଦୂରର ଥାଉ, ବରଂ ସେ ମୋତେ ସାନ୍ତ୍ୱନା ଦେବା ପାଇଁ କହିଥିଲେ, ଆସ ରୁମ୍ରେ ବସି ସବୁ କଥା ହେବା। ରୁମ୍ରେ ବସି ଆମେ ଦୁହେଁ ବହୁତ କଥା ବି ହେଇଥିଲୁ। କଥା ଭିତରେ ସେ ମୋ ସହ ଗୋଟେ ସେଲ୍ଫି ନେଇ କାହାକୁ ଗୋଟେ ପଠାଇଦେଲେ। ମୁଁ ପଚାରିବାରୁ କହିଥିଲେ, ତମ ଦିଅର ପାଖକୁ ପଠାଉଛି।
ଏତିକି କହି ସେ ଗାଧୋଇବାକୁ ବାଥରୁମକୁ ପଳାଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ମୋବାଇଲକୁ ଗୋଟେ ମେସେଜ ଆସିବାର ଶବ୍ଦ ହେଲା। ମୁଁ କୌତୂହଳ ବଶତଃ ମେସେଜଟିକୁ ଯେତେବେଳେ ପଢ଼ି ବସିଥିଲି ତ ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗୁଥିଲା। ମେସେଜରେ ଲେଖା ଥିଲା ଯେ ଝିଅଟା ଦେଖିବାକୁ ବହୁତ ସୁନ୍ଦର ହେଇଛି, ମାତ୍ର ମୁଁ 3 ଲକ୍ଷରେ ହିଁ ନେବି, ବାକି ତୁ ଯାହା ସ୍ଥିର କରିବୁ। ମେସେଜ ଦେଖି ମୁଁ ଜାଣିପାରିଲି ଯେ ଆଗକୁ ମୋ ଉପରେ କିଛି ଭୟଙ୍କର ବିପଦ ଆସିବାର ଅଛି। ଡର ଭୟରେ ମୁଁ ସେହି ମୁହୂର୍ତ୍ତରେ ବିକାଶ ରୁମ୍ ଛାଡ଼ି ଲୁଚି ଛପି ରାତାରାତି ଶାଶୁଘରେ ପହଞ୍ଚି ଯାଇଥିଲି। ମୋତେ ଏମିତି ଘରେ ଦେଖି ମନୋଜ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ଏବେ ପୁଣି କ'ଣ ହେଲା? ମୁଁ ତ କହି ଆସିଥିଲି ଛାଡ଼ପତ୍ର ଶୀଘ୍ର ଦସ୍ତଖତ କରି ପଠାଇଦେବି ବୋଲି, ଆଉ ଏଠାକୁ କ'ଣ ନେବା ପାଇଁ ଆସିଛ? ମୁଁ କିନ୍ତୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ମୋ ସାଥିରେ ଘଟିଥିବା ସମସ୍ତ ଘଟଣା ମନୋଜ ଆଗରେ ସବୁ ବର୍ଣ୍ଣନା କରିଥିଲି। ମୋ ସହିତ ଘଟିଥିବା ଘଟଣା ସବୁ ତାଙ୍କୁ କହିଲା ବେଳେ ମୁଁ ପ୍ରଥମ ଥର ପାଇଁ ନିଜକୁ ତାଙ୍କ ଆଗରେ ବହୁତ ନିଚା ଅନୁଭବ କରୁଥିଲି। ରାତି ବି ଅନେକ ହେଇଯାଇଥିଲା। ମନୋଜ ସବୁଦିନ ଭଳି ତାଙ୍କର ସପଟିଏ ପାରି ତଳେ ଶୋଇଗଲେ। ମୋତେ କିନ୍ତୁ ସେଦିନ ରାତିରେ ନିଦ ନଥିଲା। ରାତି ସାରା ମୁଁ କାନ୍ଦି ଚାଲିଥିଲି। ସେତେବେଳେ ବିକାଶ ପାଖରୁ ଫୋନ୍ ଆସିଥିଲା। ମୁଁ ସାଙ୍ଗେ ସାଙ୍ଗେ ମନୋଜ ଫୋନ୍ଟି ଆଣି ତା ନମ୍ବର ବ୍ଲକ୍ କରିଦେଲି। ମନୋଜ ଉପରେ କରିଥିବା ନିନ୍ଦା, ଅପବାଦ, ଅତ୍ୟାଚାର ସବୁ ଯେମିତି ମୋ ଆଖି ଆଗରେ ସେତେବେଳେ ଜଳ ଜଳ ହେଇ ଦେଖାଯାଉଥିଲା। ମୁଁ କେତେ ହୃଦୟହୀନ ଓ ସ୍ୱାର୍ଥପର ମଣିଷଟିଏ ସତରେ। କାହା ପଛରେ ଗୋଡ଼ଉଥିଲି? କାହିଁକି ଏମିତି ଦେବତୁଲ୍ୟ ଲୋକଟାକୁ ମୋ ବାପା ମାଆଙ୍କ କହିବା ସତ୍ତ୍ୱେ ବି ମୁଁ ବୁଝି ନ ପାରି ଏତେ ବଡ଼ ଭୁଲ କଲି? କାହିଁକି ମୁଁ ତାଙ୍କୁ ଏତେ କଷ୍ଟ ଦେଲି? ମୋତେ ଏ ଅଧିକାର କିଏ ଦେଲା? ହେ ପ୍ରଭୁ, ସତରେ କ'ଣ ମୋ ଏ ଭୁଲର କିଛି ପଶ୍ଚାତାପ ଅଛି? ଏମିତି କାନ୍ଦି କାନ୍ଦି ଭାବି ଭାବି କେତେବେଳେ ଯେ ମୋ ଆଖିକୁ ନିଦ ଆସିଯାଇଥିଲା ସେ କଥା ମୋତେ ଜଣା ବି ନଥିଲା। ସକାଳେ ମୋ ଆଖି ଯେତେବେଳେ ଖୋଲିଲା ଦେଖିଲି ମନୋଜ ସପ ଉପରେ ନଥିଲେ। ମୁଁ ବହୁତ ବ୍ୟସ୍ତ ହୋଇଯାଇଥିଲି, କାରଣ ରାତିରେ ଭାବି ନେଇଥିଲି ଯେ ସକାଳ ହେଲେ ଯାହା ହେଇଯାଉ ପଛେ ତାଙ୍କଠାରୁ ଭୁଲ ମାଗି ନେବି, ଆଉ ତାଙ୍କୁ ମୋ ଜୀବନସାଥୀ ରୂପରେ ଆପଣେଇ ନେବି ସବୁଦିନ ପାଇଁ। ଏତେ ସବୁ ଘଟଣା ମୋ ସହ ହେଇସାରିଲା ପରେ ମୁଁ ଯାଇ ବୁଝିପାରିଥିଲି ଯେ କିଏ ମୋର ନିଜର ଆଉ କିଏ ପର। ବାପା ମାଆଙ୍କର ମନୋଜ ପ୍ରତି ମୋତେ ଉପଦେଶ ଦେଇଥିବା ଗୋଟି ଗୋଟି କଥା ଅକ୍ଷରେ ଅକ୍ଷରେ ସତ ଥିଲା। ଡେରିରେ ହେଉ ପଛେ ମୁଁ ବୁଝି ସାରିଥିଲି ଯେ ମଣିଷର ଅସଲ ସୁନ୍ଦରତା ତାର ବ୍ୟବହାରରେ ଥାଏ, ଆଉ ମୋ ସ୍ୱାମୀ ମନୋଜର ବ୍ୟବହାର ତ ବହୁତ ଭଲ ଥିଲା। ଏମିତି ଭାବି ଭାବି ମୁଁ ସେଦିନ ସମୟ ବିତେଇଥିଲି, ଆଉ ମନରେ ଠିକ୍ କରିନେଇଥିଲି ଯେ ସନ୍ଧ୍ୟାବେଳେ ମନୋଜ ସହିତ କଥା ହେବି। ସନ୍ଧ୍ୟାରେ କ୍ଷେତରୁ ସେ ଫେରି ଫ୍ରେଶ୍ ହେଇଗଲା ପରେ ମୁଁ ମନୋଜଙ୍କ ଠାରୁ ମୋର ଭୁଲ ପାଇଁ କ୍ଷମା ମାଗି ବସିଲି, ଆଉ ବହୁତ କାନ୍ଦୁଥିଲି। କିନ୍ତୁ ମନୋଜ ତ ଯେମିତି ଜଡ଼ ଭଳି ବସି ରହିଥିଲେ, କିଛି ବି କହୁନଥିଲେ। କିଛି ସମୟ ପରେ ମୋତେ କିଛି ପେପର ଆଣି ଧରେଇଦେଲେ, ଆଉ କହିଥିଲେ ଏଗୁଡ଼ିକୁ ଟିକେ ପଢ଼ି ଏଥିରେ ଦସ୍ତଖତ କରିଦିଅ। ମୁଁ ପେପର ଦେଖି ଭାବି ନେଇଥିଲି ମନୋଜ ବୋଧହୁଏ ଆମ ଡିଭୋର୍ସ ପେପରରେ ସାଇନ୍ କରିବା ପାଇଁ ମୋତେ ଦେଇଛନ୍ତି। ସେଥିପାଇଁ ମୁଁ ସାଙ୍ଗେ ସାଙ୍ଗେ କହି ଉଠିଲି କି ପ୍ଲିଜ୍ ମନୋଜ, ମୋତେ କ୍ଷମା କରିଦିଅ। ମୁଁ ତମ ଗୋଡ଼ ଧରି ଭୁଲ ମାଗୁଛି। ମୋର ଡିଭୋର୍ସ କରିବା ଦରକାର ନାହିଁ, ମୋର କେବଳ ତମେ ଦରକାର। ମୁଁ ଏବେ ତୁମକୁ ଭଲ ପାଉଛି ମନୋଜ। ମନୋଜ କିନ୍ତୁ ଆଖି ଛଳ ଛଳ କରି କିଛି ନ କହି ରୁମ୍ ଛାଡ଼ି ଚାଲି ଯାଇଥିଲେ, ଆଉ ମୁଁ ତଳେ ସେମିତି ବସି କାନ୍ଦୁଥିଲି। ଏମିତି ରାତି ହେଇ ଶୋଇବା ସମୟ ପାଖେଇ ଆସିବାରୁ ମନୋଜ ସବୁଦିନ ଭଳି ତଳେ ସପ ପାରି ଶୋଇବାକୁ ଯିବା କ୍ଷଣି ମୁଁ କହି ଉଠିଲି, ମନୋଜ, ତମର ଶୋଇବା ସ୍ଥାନ ଏ ଚଟାଣ ଉପରେ ନୁହେଁ, ଦୟାକରି ବିଛଣାକୁ ଆସ। ଏତିକି କହୁ କହୁ ମୁଁ ତାଙ୍କ ଗୋଡ଼ ଧରି କ୍ଷମା ମାଗିଲି, ଆଉ କାନ୍ଦି କାନ୍ଦି କହିଥିଲି ମୁଁ ଯେଉଁ ପାପ କରିଛି ତାର ସତରେ କ୍ଷମା ନାହିଁ। ତଥାପି ଅଭାଗିନୀ ଆଜି ପଶ୍ଚାତାପ କରୁଛି। ମୋତେ ଡିଭୋର୍ସ ଦରକାର ନାହିଁ। ମୁଁ ତୁମକୁ ଛାଡ଼ି ବଞ୍ଚିପାରିବି ନାହିଁ ମନୋଜ। ତମେ ଚାହୁଁଛ ଯଦି ମୋତେ ଗାଳି କର, ମୋତେ 2 ପାହାର ପକାଅ, କିନ୍ତୁ ଦୟାକରି ମୋତେ କ୍ଷମା କରିଦିଅ। ସେ ମୋତେ ହାତ ଧରି ତଳୁ ଉପରକୁ ଉଠାଇ କହିଥିଲେ, ଉର୍ମି, ଯଦି ସେ ପେପର ସବୁ ଟିକେ ପଢ଼ି ଦେଇଥାନ୍ତ ହୁଏତ ଏଭଳି କନ୍ଦାକନ୍ଦି କରିନଥାନ୍ତ। ମୁଁ ସାଙ୍ଗେ ସାଙ୍ଗେ ବିଛଣା ଉପରେ ପଡ଼ିଥିବା ପେପର ଉଠାଇ ପଢ଼ିବାରେ ଲାଗିଯାଇଥିଲି। ସେଥିରେ ସେ ତାଙ୍କ ପୂର୍ବପୁରୁଷଙ୍କ ଜମି ସବୁ 2 ଭାଗ କରିଦେଇଛନ୍ତି। କିଛି ମୋ ଶାଶୁ ନାଁରେ ଆଉ ବାକି ମୋ ନାଁରେ କରିଦେଇଥିଲେ। ମୁଁ ଏହା ପଢ଼ି ମୋ ଆଖିକୁ ବିଶ୍ୱାସ କରିପାରୁନଥିଲି, କାରଣ କେଉଁ ଲୋକଟା ଆଜି ଭଳି ସମୟରେ ଏତେ ଭଲ ହୋଇପାରେ। ମୁଁ ଆଉ ଗୋଟିଏ କଥା ଭାବିଥିଲି ଯେ ମୋ ନାଁରେ ତ କଲେ, କିନ୍ତୁ ନିଜେ ଥାଉ ଥାଉ ମୋ ନାଁରେ କାହିଁକି? ମୁଁ ତାଙ୍କୁ ଏ ବିଷୟରେ ପଚାରି ବସିବାରୁ ମୋତେ କହିଥିଲେ
ଯେ ଶୁଣ ଉର୍ମି, ମୁଁ କାଲି କିଛି କାମ ପାଇଁ ସହରକୁ ଯାଉଛି। ଫେରିଲେ ସବୁ କଥା ତୁମକୁ କହିବି। ସେ ମୋ ଦସ୍ତଖତ ନେଇ ସକାଳୁ ସହରକୁ ଚାଲି ଯାଇଥିଲେ। ଆଉ ମୁଁ 3 ଦିନ ଯାଏ ସେମିତି ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲି, କିନ୍ତୁ ସେ ଆଉ ଫେରି ନଥିଲେ। ଘର ଛାଡ଼ିବାର 4ଥ ଦିନରେ ମନୋଜଙ୍କର ଜଣେ ସାଙ୍ଗ ତାଙ୍କ ମୃତ ଶରୀର ନେଇ ଘରକୁ ଆସି ପହଞ୍ଚିଥିଲେ। ଏହା ଦେଖି ଘରେ ସମସ୍ତଙ୍କର କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା। ଆଉ ମୁଁ ଚେତା ହରାଇ ପଡ଼ିଥିଲି, କାରଣ ତାଙ୍କର ମୃତ ଶରୀର ଦେଖି ମୁଁ ସହିପାରିନଥିଲି। ମୋର ସର୍ବସ୍ୱ ଉଜୁଡ଼ି ଯାଇଥିଲା। ମୁଁ ବିଧବା ହୋଇଯାଇଥିଲି। କିଛି ସମୟ ପରେ ଚେତା ଆସିବାରୁ ମୁଁ ଜୋରସେ ମୁଣ୍ଡ ପିଟି କାନ୍ଦିବାରେ ଲାଗିଯାଇଥିଲି। ତାଙ୍କ ସାଙ୍ଗ କହୁଥିଲେ ମନୋଜର 2 ମାସ ପୂର୍ବରୁ ହିଁ ଜଣାପଡ଼ିଥିଲା ଯେ ତାକୁ କ୍ୟାନ୍ସର ହେଇଛି। ସେ ପୁଣି ଲାଷ୍ଟ ଷ୍ଟେଜ୍, ତେଣୁ ବଞ୍ଚିବାର କୌଣସି ଆଶା ହିଁ ନଥିଲା। କିଛି ଦିନ ହେବ ସେ କିଛି ଗୋଟିଏ ଗଭୀର ଚିନ୍ତାରେ ବୁଡ଼ି ରହୁଥିଲା, ଆଉ ପ୍ରାୟ ସମୟ ଅନ୍ୟମନସ୍କ ରହୁଥିଲା। ବୋଧହୁଏ ଏଥିପାଇଁ ଆଜି ତାର ଏହିଭଳି ଅବସ୍ଥାର ଶିକାର ହେଇ ମୃତ୍ୟୁ ହୋଇଯାଇଛି। ତାଙ୍କ ସାଙ୍ଗଙ୍କର କଥା ଶୁଣି ମୋ ଗୋଡ଼ ତଳୁ ମାଟି ଖସିଗଲା ଭଳି ଲାଗିଲା, କାରଣ ତାଙ୍କର ସବୁ ଚିନ୍ତାର ମୂଳ କାରଣ ମୁଁ ହିଁ ଥିଲି। ଏସବୁ ଭାବି ଭାବି ମୋ ମୁଣ୍ଡ ଭିତରଟା କ'ଣ ହେଇଯାଉଥିଲା, ଆଉ ମୁଁ କେତେବେଳେ ଅଚେତ ହୋଇଯାଇଥିଲି ମୁଁ ନିଜେ ବି ଜାଣିନଥିଲି। ଯେତେବେଳେ ଚେତା ଆସିଲା ମୁଁ ବିଛଣା ଉପରେ ନିଜକୁ ପାଇଲି, ଆଉ ଶାଶୁ ମୋତେ ଚେତା ଆସିବାର ଦେଖି ଦୁଃଖରେ ପାଣି ଗ୍ଲାସଟେ ପିଇବାକୁ ଦେଲେ। ଆଉ ତାପରେ ମୋ ହାତକୁ ଗୋଟେ ଚିଠିଟିଏ ବଢ଼େଇ ଦେଇ କହିଥିଲେ, ବୋହୂ, ମନୋଜର ସେ ସାଙ୍ଗଟା ଚାଲିଗଲାଣି, କେତେବେଳୁ ଯାଇଛି, ଆଉ କହିଯାଇଛି ଏ ଚିଠି ମନୋଜ କେବଳ ତୋ ପାଇଁ ଦେବା ପାଇଁ ଶେଷ ଇଚ୍ଛାରେ କହିଥିଲା। ମନୋଜର ଚିଠି ମାନେ? ମୁଁ ଆଶ୍ଚର୍ଯ୍ୟ ହୋଇ ମୋ ଶାଶୁ ମାଆଙ୍କୁ ପଚାରିଥିଲି, କିନ୍ତୁ ମୋ ଶାଶୁ ମା ସେ ତ ପାଠ ପଢ଼ିନଥିଲେ, ଚିଠି କେମିତି ଲେଖିଲେ? ଏ କଥା ଶୁଣି ଶାଶୁ ମା କହିଥିଲେ ଯେ ବୋହୂ, ତତେ ବୋଧହୁଏ ସେ ଜଣେଇ ନାହିଁ, ମାତ୍ର ସେ ବହୁତ ପାଠଶାଠ ପଢ଼ିଥିଲା। ତା ଶ୍ରେଣୀରେ ସେ ସବୁଥିରେ ପ୍ରଥମ ହେଉଥିଲା। ଆମ ଏ ଖଣ୍ଡମଣ୍ଡଳରେ ତା ଭଳିଆ ମେଧାବୀ ପିଲା କେହି ନଥିଲେ। ମୁଁ ଶାଶୁଙ୍କ କଥା ଶୁଣି ଥମ୍ ମାରି ବସିଯାଇଥିଲି, କାରଣ ମୁଁ କେବେ ବି ମନୋଜକୁ ତାଙ୍କ ବିଷୟରେ ପଚାରି ନାହିଁ କି ଜାଣିବାକୁ ଚେଷ୍ଟା କରିନଥିଲି। ମୁଁ ସାଙ୍ଗେ ସାଙ୍ଗେ ଦୌଡ଼ି ଦୌଡ଼ି ଯାଇ ବିଛଣା ଉପରେ ବସି ଚିଠିଟିକୁ ପଢ଼ିବାରେ ଲାଗିଯାଇଥିଲି। ଚିଠିରେ ଲେଖାଥିଲା, ହେ ପ୍ରିୟ ଉର୍ମି, ମୁଁ ଯେତେବେଳେ ବାହାଘର ଦିନ ପ୍ରଥମ ଥର ତୁମକୁ ବୋହୂ ବେଶରେ ଦେଖିଥିଲି, ତୁମକୁ ଭଲ ପାଇ ବସିଥିଲି। ଆଉ ହଁ, ମୁଁ ଜଣେ ମେଧାବୀ ଛାତ୍ର ଥିଲି। ବାଣିଜ୍ୟରେ ସ୍ନାତକ କରିଛି। ଚାହିଁଥିଲେ ଭଲ ଚାକିରିଟିଏ କରିପାରିଥାନ୍ତି, ମାତ୍ର ଗୋଟିଏ ଦିନ ଜମିରେ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିବା ସମୟରେ ତାଙ୍କର ହଠାତ୍ ହାର୍ଟ ଆଟାକ୍ ଆସିଥିଲା। ସେହିଠାରେ ମୋ କୋଳରେ ମୋ ଠାରୁ ଗୋଟିଏ ପ୍ରତିଶ୍ରୁତି ନେଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଉ ମୁଁ ତାଙ୍କ ପ୍ରତିଶ୍ରୁତି ଦେଇଥିବା କଥାକୁ ରଖିବାକୁ ଯାଇ ତାଙ୍କ ଅନ୍ତେ ପୂର୍ବପୁରୁଷଙ୍କ ସମ୍ପତ୍ତିକୁ ଚାଷବାସ ସହିତ ରକ୍ଷଣାବେକ୍ଷଣ କରିବାରେ ଲାଗିଯାଇଥିଲି। ଉର୍ମି, ତମେ ଜାଣିବ, ବାସର ରାତିରେ ତମେ ଆଉ କାହାକୁ ଭଲ ପାଇଥିବା କଥା ଆଉ ମୋତେ ଅସୁନ୍ଦର, ଅଶିକ୍ଷିତ, ଅଯୋଗ୍ୟ, ଓଲା ବୋକା ପୁଅର ଆଖ୍ୟା ଦେବା ସତରେ ବହୁତ ବାଧିଥିଲା। ସେଦିନଠାରୁ ବହୁତ ଦୁଃଖରେ ରହିବା ଆରମ୍ଭ କରିଦେଇଥିଲି। ଭାରି ଏକୁଟିଆ ଏକୁଟିଆ ଲାଗୁଥିଲା। ମାତ୍ର ଯେଉଁଦିନ ତମେ ତମ ପ୍ରେମିକ ବିକାଶ ସହିତ ଏମିତି କିଛି କଥା ହେଉଥିବାର ମୁଁ ଶୁଣିଥିଲି, ଯାହା କେବଳ ତମ ସ୍ୱାମୀ ହିସାବରେ ମୋର ଅଧିକାର ଥିଲା, ଏ କଥା ମୁଁ ବିଲକୁଲ ବି ସହିପାରୁନଥିଲି। ସେଦିନଠାରୁ ମୋ ହୃଦୟ ଭାଙ୍ଗି ଯାଇଥିଲା। ମୋ ପ୍ରେମ ସତ ଥିଲା ଉର୍ମି, ସେଥିପାଇଁ ମୋତେ ବହୁତ ବାଧୁଥିଲା, ଆଉ ମୁଁ ରକ୍ତର ଲୁହରେ କାନ୍ଦୁଥିଲି। ସେଥିପାଇଁ ବୋଧହୁଏ ମୋର ଆଜି ଅବସ୍ଥା ଯେତେବେଳେ ମୋର ମରିବା ସୁନିଶ୍ଚିତ ବୋଲି ଜାଣିଲି, ମୁଁ ତୁମ ଭଲ ପାଇଁ ଜମି ଜମା କାଗଜପତ୍ର ସବୁ ପ୍ରସ୍ତୁତ କରିଦେଲି। ବାକି ତମେ ଯେମିତି ଭବିଷ୍ୟତରେ କିଛି କଷ୍ଟ ନ ସହ। ଆଉ ହଁ ଉର୍ମି, ତୁମେ ସବୁବେଳେ ସ୍ୱାଧୀନ, ଯେତେବେଳେ ଯାହାକୁ ଚାହିଁବ ବାହା ହେଇ ସୁଖ ଶାନ୍ତିରେ ରହିପାରିବ। ଏସବୁ ପଢ଼ି ମୁଁ ନିଜକୁ ଘୃଣା କରିବାରେ ଲାଗିଯାଇଥିଲି। କାନ୍ଦି କାନ୍ଦି ଆଖିରେ ଆଉ ଲୁହ ଆସୁନଥିଲା। ମୋ ଦ୍ୱାରା ବହୁତ ବଡ଼ ଭୁଲ ହେଇଯାଇଥିଲା, ଯାହାର କ୍ଷମା ନାହିଁ। ମୁଁ ହତଭାଗିନୀ। ଜାଣି ଜାଣି ନିଜର ଜୀବନ ନଷ୍ଟ କରିଦେଇ ଆଜି ଏଠି ନିଜ ମୃତ ସ୍ୱାମୀ ପାଖରେ ତାର ଚିଠି ଧରି ବସିଛି। ଆଉ ଏତେ ଭଦ୍ର, ଶିକ୍ଷିତ, ଗୁଣୀ, ଦୟାବାନ, ମୂଲ୍ୟବାନ ଲୋକଟାକୁ ଜଳେଇ ଜଳେଇ ଭାରି ହୀନସ୍ତା କରି ମାରିଦେଇଛି। ଏତେ ବଡ଼ ପାପର ମୂକ ସାକ୍ଷୀ ଆଜି ମୁଁ ନିଜେ। ଏ ହତଭାଗିନୀ ଉର୍ମି ଆଜି ନିଜେ ନିଜର ହାତରେ ତା ଭାଗ୍ୟକୁ ଲେଖୁଛି। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ।
पुणी देखा हब आउ एक सुंदर कहानी सहित आउ एक नुआ वीडियो रे। धन्यवाद।